ଇରାନ ଆଟାକ୍ ପାଇଁ ଟ୍ରମ୍ପଙ୍କ ସଜବାଜ ନ୍ୟୁଜ୍କଟ ପରବର୍ତ୍ତୀ ପ୍ରସଙ୍ଗ ଇରାନରେ ଗୃହଯୁଦ୍ଧ ପରିସ୍ଥିତି ତା ସହିତ ଆକ୍ରମଣ ପାଇଁ ମଧ୍ୟ ଆମେରିକା ପ୍ରସ୍ତୁତ ହେଲାଣି। ବର୍ତ୍ତମାନ ଇରାନରେ ଏକ ବଡ଼ ଧରଣର ସଙ୍କଟ ଦେଖାଦେଇଛି, ଯାହାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି। ଇରାନରେ ଅର୍ଥନୈତିକ ସଙ୍କଟ ଯୋଗୁଁ ତାର ମୁଦ୍ରା ମୂଲ୍ୟ ବହୁତ କମିଯାଇଛି, ଯାହାଫଳରେ ସେଠି ଜିନିଷପତ୍ରର ଦାମ ଆକାଶ ଛୁଆଁ ହୋଇଛି, ମୁଦ୍ରାସ୍ଫୀତି ବଢ଼ି ଚାଲିଛି। ଦର ବୃଦ୍ଧି ଯୋଗୁଁ ଇରାନର ସାଧାରଣ ଲୋକେ ରାସ୍ତାକୁ ଓହ୍ଲାଇଲେଣି ଏବଂ ସରକାର ବିରୋଧରେ ସ୍ଲୋଗାନ ଦେଲେଣି। ଇରାନ ସରକାର ଏହି ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ବନ୍ଦ କରିବା ପାଇଁ ଗୁଳି ଚଳାଉଥିବା ଖବର ମିଳିଛି। ଟ୍ରମ୍ପ ଚେତାବନୀ ଦେଇ ତେଣୁ କହିଛନ୍ତି, ଯଦି ଇରାନ ନିଜ ଦେଶର ନିରୀହ ଲୋକଙ୍କୁ ହତ୍ୟା କରେ ତେବେ ଆମେରିକା ସେନା ସେମାନଙ୍କୁ ରକ୍ଷା କରିବା ପାଇଁ ଆକ୍ରମଣ କରିବା ପାଇଁ ପ୍ରସ୍ତୁତ। ସେପଟେ ଇରାନ ପୁଣି ଥରେ ନିଜର ପରମାଣୁ କାର୍ଯ୍ୟକ୍ରମ ବଢ଼ାଉଥିବାରୁ ଆମେରିକା ତାର ସେନାକୁ ସମ୍ପୂର୍ଣ୍ଣ ସତର୍କ କରି ରଖିଛି। ଇରାନରେ ପ୍ରଥମେ ତେହରାନର ବ୍ୟବସାୟୀମାନେ ଆନ୍ଦୋଳନ ଆରମ୍ଭ କରିଥିଲେ, ପରେ ଲୋଡେଗାନ, ଅଜନା, କେରମାନଶାହ ଏବଂ ଇସ୍ଫାହାନ ଭଳି ଅଞ୍ଚଳକୁ ଆନ୍ଦୋଳନ ବ୍ୟାପିବାର ଲାଗିଥିଲା। ବିକ୍ଷୋଭରେ ବ୍ୟବସାୟୀଙ୍କ ସହ ଛାତ୍ରଛାତ୍ରୀ, ଶ୍ରମିକ, ସାଧାରଣ ଲୋକ ବହୁ ସଂଖ୍ୟାରେ ଯୋଗ ଦେଇଛନ୍ତି। ଟ୍ରକ୍ ଚାଳକମାନେ ମଧ୍ୟ ଏହାକୁ ସମର୍ଥନ କରୁଛନ୍ତି। ପ୍ରଥମେ ଆର୍ଥିକ ସମସ୍ୟାକୁ ନେଇ ଆନ୍ଦୋଳନ ହେଉଥିଲା, କିନ୍ତୁ ଏବେ ଏହା ଏକଛତ୍ରବାଦୀ ଶାସନର ଅନ୍ତ ହେଉ ଏବଂ ସରକାର ବଦଳାଇବା ସ୍ଲୋଗାନରେ ତାହା ପରିଣତ ହୋଇଛି। ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସ ଏବଂ ସୁରକ୍ଷା ବାହିନୀ ଲୁହବୁହା ଗ୍ୟାସ୍ ଗୁଳି ଚଳାଇଛନ୍ତି ଏଭଳି ରିପୋର୍ଟ ଆସୁଛି, ଯେଉଁଥିପାଇଁ ଟ୍ରମ୍ପ ମଧ୍ୟ ଚେତାବନୀ ଦେଇଛନ୍ତି। ଆମେ ଆଲୋଚନା କରିବା, ଆମ ସହିତ ଅନ୍ତର୍ଜାତୀୟ ବ୍ୟାପାର ବିଶେଷଜ୍ଞ ପ୍ରଫେସର ସମରେନ୍ଦ୍ର ବସା ଯୋଡ଼ିଛନ୍ତି। ପ୍ରଫେସର ବସା, ସ୍ୱାଗତ କରିବା ଆଲୋଚନାକୁ। ଯେଉଁ ସ୍ଥିତିଟି ଉତ୍ପନ୍ନ ହେଲା, ଯେମିତି ଗୋଟେ କଥା କୁହାଯାଏ ଯେ କୁହୁଳି କୁହୁଳି ନିଆଁ ବ୍ୟାପେ, ସେହି ସ୍ଥିତିଟି ଇରାନରେ ନିଶ୍ଚୟ ରହିଛି। ଗୋଟିଏ କଥା ହେଉଛି ଯେ ଲୋକଙ୍କ ପକେଟକୁ ଯେତେବେଳେ ବାଧୁଛି, ଦର ବୃଦ୍ଧି ବଢ଼ି ବଢ଼ି ଚାଲିଛି, ବିଭିନ୍ନ ଜିନିଷ ଯେଉଁ ଅତ୍ୟାବଶ୍ୟକ ଜିନିଷପତ୍ରର ଦର, ତେଣୁ ସେମାନେ ପ୍ରତିକ୍ରିୟାଶୀଳ ହେଉଛନ୍ତି। ପେଟ ଭୋକକୁ ସହିବା କଷ୍ଟକର ହେଉଛି, ଆଉ ସେଠି ଏକଛତ୍ରବାଦୀ ଶାସକ ତାଙ୍କ ବିରୋଧରେ ସ୍ଲୋଗାନ ଆରମ୍ଭ ହୋଇଛି। ଆଉ ସେଠି କାଳେ ଏକଛତ୍ରବାଦୀ ଶାସକ ନିଜର ଅସ୍ତ୍ର ପ୍ରୟୋଗ କରୁଛନ୍ତି ବା ଗୁଳିଗୋଳାରେ ମାନେ ଯେଉଁ ଆନ୍ଦୋଳନକୁ ଦମନ କରିବା ପାଇଁ ଚେଷ୍ଟା କରିବେ, ସେଇଥିପାଇଁ ବିଗ୍ ବସ୍, ବିଗ୍ ବ୍ରଦର ଭାବରେ ବର୍ତ୍ତମାନ ଟ୍ରମ୍ପ ଉଭା ହେଲେଣି। ये पूरा स्थिति या ଆପଣ ଠିକ କହିଛନ୍ତି। ବର୍ତ୍ତମାନ ଇରାନର ପରିସ୍ଥିତି ଯୋଉ ଗୃହଯୁଦ୍ଧର ପରିବେଶ ଦେଖାଦେଇଛି ଏବଂ ସେଥିରେ ଯୋଉ ଇନଭଲଭମେଣ୍ଟ କଥା ଆମେ ଦେଖୁଛୁ, ସେଥିରେ କୃଷକ କୁହନ୍ତୁ, ସେଥିରେ ଡ୍ରାଇଭର କଥା କୁହନ୍ତୁ, ସେଥିରେ ଛାତ୍ରଛାତ୍ରୀ କଥା କୁହନ୍ତୁ, ମହିଳା କଥା କୁହନ୍ତୁ ଏବଂ ତା ସହିତ ବିଶେଷ କରି ବେପାରୀ ମାନଙ୍କ ସହିତ ଜେନଜି ଗ୍ରୁପ କଥାକୁ ଆମେ ବିଶେଷ କରି ଦେଖୁଛୁ। ଜେନଜି ମାନଙ୍କର ଆନ୍ଦୋଳନ ଯୋଉ ଯୋଉ ଦେଶରେ ହୁଏ ବା ଯୋଉ ଯୋଉ ଦେଶରେ ସେମାନେ ଉଗ୍ର ମାତି ଯାଆନ୍ତି, ସେ ଦେଶରେ ତକ୍ତାପଲଟ ହୁଏ ବା ସେ ଦେଶରେ ଆମେ ଦେଖିଛୁ ଶାସନ ଗାଦିକୁ ସେମାନେ ଟଳମଳ କରିଦିଅନ୍ତି। ତେଣୁ ଏଠାରେ ମଧ୍ୟ ଯେପରି ଭାବରେ ଇରାନରେ ଇନଫ୍ଲେସନ କଥା ଦେଖୁଛୁ ଆମେ, ଯେପରି ଭୁକମରୀ, ଯେପରି ତାଙ୍କର ଅନଏମ୍ପ୍ଲୟମେଣ୍ଟ, ଯେପରି ଲୋକମାନଙ୍କ ମଧ୍ୟରେ ରୋଜଗାର ନାହିଁ ଏବଂ ପରମାଣୁ କାର୍ଯ୍ୟକ୍ରମ ପାଇଁ ଯେପରି ଆମେରିକା ବିଭିନ୍ନ ଜାଗାରେ ସାଙ୍କସନ୍ସ ଲଗେଇଥିବାରୁ ସେଠାରେ କଚ୍ଚା ତେଲ କଥାକୁ ଦେଖିବା ବା ତାଙ୍କର ଇମ୍ପୋର୍ଟ ଏକ୍ସପୋର୍ଟ ସବୁଥିରେ ବାଧାପ୍ରାପ୍ତ ହୋଇଛି। କିନ୍ତୁ ସେ ଜାଗାରେ ବର୍ତ୍ତମାନ ଯେପରି ଭାବରେ ସେମାନେ ରାସ୍ତାକୁ ଓହ୍ଲେଇଥିଲେ ଗୋଟିଏ ଉଦ୍ଦେଶ୍ୟ ନେଇକି, ଯେମିତି ଏକ୍ଜାକ୍ଟଲି ଏ କଥା ହେଇଥିଲା, ଆପଣଙ୍କର ମନେ ଥିବ ନେପାଳରେ, ଏକ୍ଜାକ୍ଟଲି ଏ କଥା ହେଇଥିଲା ବାଂଲାଦେଶରେ, ଯୋଉଠି ଯୋଉଠି ଜେନଜି ମାନଙ୍କର ଇନଭଲଭମେଣ୍ଟ ହେଇଛି ସେଠି ଆନ୍ଦୋଳନ ଉଗ୍ର ରୂପ ନେଇଛି ଏବଂ ଫଳ ଶୀଘ୍ର ପ୍ରକାଶ ପାଇଛି। କିନ୍ତୁ ପ୍ରଫେସର ବସା, ଯେଉଁ ଦୁଇଟି ଦେଶର ଦୃଷ୍ଟାନ୍ତ ଆପଣ ଦେଲେ, ବାଂଲାଦେଶ ହଉ, ନେପାଳ ହଉ, ସେଗୁଡ଼ିକ ଅପେକ୍ଷାକୃତ ଗରିବ ଦେଶ। ଆଉ ଏଠି ଯେଉଁ ଇରାନ କଥା ଆମେ କହୁଛେ, ଯେଉଁଠି ପରମାଣୁ କାର୍ଯ୍ୟକ୍ରମ ସେଠି ସରକାର ହାତକୁ ନେଉଛନ୍ତି, ଅର୍ଥାତ୍ ସେଭଳି ସାମର୍ଥ୍ୟ ସେଥିପାଇଁ ତାଙ୍କ ପାଖରେ ରହିଛି ଯେଉଁଥିପାଇଁ ସେମାନେ ମାନେ ପରମାଣୁ କାର୍ଯ୍ୟକ୍ରମ ହାତକୁ ନେଇପାରୁଛନ୍ତି। ତେଲ ମାନେ ଦେଶ ବୋଲି କୁହାଯାଏ, ତେଣୁ ସେଇଭଳି ଦେଶ ଏଭଳି ଗରିବୀ ଭିତରକୁ, ଦାରିଦ୍ର୍ୟ ଭିତରକୁ କେମିତି ଆସିଗଲା, ଏଇ ପ୍ରଶ୍ନଟି ଲୋକଙ୍କୁ ଆନ୍ଦୋଳିତ କରୁଛି। ଏକ୍ଜାକ୍ଟଲି ଇସଲାମିକ ଷ୍ଟେଟରେ ଯୋଉ ଆମେ କହୁଛୁ ଏକଛତ୍ରବାଦ କଥା ପଡିଛି, ଏଥିରେ 1989 ପାଖରୁ ଦେଖନ୍ତୁ ଦଶନ୍ଧି ଧରିକି ଯୋଉଥିରେ ଆପଣଙ୍କର ଖାମିନେଇ ସରକାର ଚାଲିଛି ବା ଖାମିନେଇଙ୍କର ଶାସନ ଚାଲିଛି, ସର୍ବୋଚ୍ଚ ଶାସନକର୍ତ୍ତା। ଏ ଜାଗାରେ ବର୍ତ୍ତମାନ ପେଜେକ୍ସିଆନଙ୍କର ମତାମତ ଆସିଛି ଯେ ସାଧାରଣ ଲୋକମାନେ ଯେପରି ହଇରାଣ ହଉଛନ୍ତି, ଯଦି ଆମେ ତାଙ୍କୁ ଏପରି ହଇରାଣ କରିବା ତେବେ ଆମକୁ ଇସଲାମ ହିସାବରେ ନର୍କରେ ବି ଜାଗା ମିଳିବ ନାହିଁ, ଏକଥାକୁ ସେ ବୟାନ ଦେଇଛନ୍ତି। କିନ୍ତୁ ଆମେ ଦେଖିବା ଟ୍ରମ୍ପ କଥାକୁ ଯଦି ଦେଖୁଛୁ, ବର୍ତ୍ତମାନ ଆପଣ ଇରାନ ପୋଲିସ ଗୋଟେ ପ୍ରକାର ଡିକ୍ଲେୟାର କରିଛି ଯେ ବିଭିନ୍ନ ଜାଗାରୁ ଯୋଉ 21ଟି ପ୍ରାନ୍ତରେ ବର୍ତ୍ତମାନ ଇରାନରେ ଚାଲିଛି ତାଙ୍କର ଏ ଗୃହଯୁଦ୍ଧ, ସେଠାରେ 10 ଜଣଙ୍କୁ ବିଭିନ୍ନ ଜାଗାରୁ ସେମାନେ ଆରେଷ୍ଟ କରିଛନ୍ତି। ଦୋଜ୍ ହୁ ଆର୍ ଫ୍ରମ୍ ମୋସାଦ,
ମୋସାଦ ଏଜେନ୍ସିର 10 ଜଣ ଲୋକ ଯୋଉମାନେ କି ଆନ୍ଦୋଳନକୁ ଉତ୍ତେଜିତ କରୁଥିଲେ ବା ତାଙ୍କୁ ପ୍ରୋତ୍ସାହନ କରୁଥିଲେ ଆନ୍ଦୋଳନ କରିବା ପାଇଁ ସେମାନେ ଇସ୍ରାଏଲ ତରଫରୁ ମୋସାଦର ଲୋକ ବୋଲି ଆରେଷ୍ଟ କରିଛନ୍ତି। ଏପଟେ ଟ୍ରମ୍ପର ଯେପରି ଭାବରେ ବର୍ତ୍ତମାନ ସୂଚନା ଆସିଛି ଯେ ନିରୀହ ଲୋକମାନଙ୍କୁ ଆଇଆରଜିସି ଯେପରି ଭାବରେ ଗୁଳି ବର୍ଷଣ କରୁଛି ବା ଯେପରି ଭାବରେ ତାକୁ ଅତ୍ୟାଚାର କରୁଛି, ଯଦି ଏହା କଣ୍ଟିନ୍ୟୁ ରହେ ତେବେ ଆମେରିକା କେବେ ବି ଛାଡ଼ିବ ନାହିଁ ବା ଆମେରିକା ତାକୁ ସବକ ଶିଖେଇବ। ତେଣୁ ବର୍ତ୍ତମାନ ଗୋଟେ ନୂଆ ଯୁଦ୍ଧର ଆମେ ଭିତ୍ତିଭୂମି ସ୍ଥାପିତ ହବାର ଦେଖାଯାଉଛି, ଯାହାକି ଆରମ୍ଭ ହୋଇଛି ଜେନ୍ଜି ମାନଙ୍କ ଦ୍ୱାରା। ଏବଂ ଏଇ ପବ୍ଲିକ ମାନେ ଗୋଟେ ହାରାସମେଣ୍ଟ ହେଇଛନ୍ତି, ସେମାନେ ବର୍ତ୍ତମାନ ଚାହୁଁଛନ୍ତି ଗଣତନ୍ତ୍ର ଶାସନ ଏବଂ ସେମାନେ ଚାହୁଁଛନ୍ତି ଖାମିନେଇଙ୍କୁ ସିଧା ସତ୍ତାରୁ ପରିବର୍ତ୍ତନ କରିବା ପାଇଁ ଓ ଗାଦିଚ୍ୟୁତ କରିବା ପାଇଁ। ତେଣୁ ଇରାନରେ ଯୋଉ ଇକୋନୋମି କଥା ଆମେ କହୁଛୁ, ଯୋଉ ଭୋକମରୀ କଥା କହୁଛୁ, ଯୋଉ ଦରିଦ୍ର ସୀମାରେଖା ତଳକୁ ଚାଲି ଯାଇଛି, ଜିଡିପି ଦେଖନ୍ତୁ ଯୋଉଠି ଇଣ୍ଡିଆରେ ଆମେ 8% କହୁଛୁ, ସେଠି ଇରାନର ଜିଡିପି ମାତ୍ର 0.5% ରହିଛି। 0.5% ମାନେ ବହୁତ ତଳିତଳାନ୍ତ ଅବସ୍ଥାରେ जो ବର୍ତ୍ତମାନ स्थिति है प्रोफेसर बसा आपन को लगुच अमेरिका रो जो नाली आखि तार प्रभाव ईरान प्रशासन सरकार उपरे पड़िबो कि आ जदि न पड़े ताहले युद्धर संभावना आपन देखुचंती कि निहाती ମୁଁ ଯେମିତି କହିଲି ସେମାନେ ବର୍ତ୍ତମାନ ସୈନ୍ୟ ସଜବାଜ ଟ୍ରମ୍ପ ସାହେବ କଲେଣି ଯେ କିପରି ଭାବରେ ଇରାନକୁ ଧମକ ଦେବେ, ଯେମିତି ଭାବରେ ପରମାଣୁ କାର୍ଯ୍ୟକ୍ରମରେ ବର୍ଷ ବର୍ଷ ଧରି ଚାଲିଥିଲା। 2 ବର୍ଷ ତଳେ ଆପଣଙ୍କର ମନେ ଥିବ ହିଜାବ ଘଟଣାକୁ ନେଇ ଗୋଟେ ବିରାଟ ବିଦ୍ରୋହ ମଧ୍ୟ ଆରିଆନରେ ଦେଖାଯାଇଥିଲା ଏବଂ ଯୋଉଥିରେ ସେଇ ମହିଳା ଜଣଙ୍କର ଜେଲରେ ମୃତ୍ୟୁବରଣ କଲା ପରେ ସମସ୍ତ ଲେଡି ମାନେ ରାସ୍ତାକୁ ଓହ୍ଲେଇଥିଲେ। ତ ସେ ଆନ୍ଦୋଳନ ଗୋଟେ ପ୍ରଶମିତ ହେଇଥିଲା, କାରଣ ସେଥିରେ ପ୍ରଶାସନର ସିଧାସଳଖ ଇନଭଲଭମେଣ୍ଟ ଥିଲା ବା ଗୋଟେ ପ୍ରକାର ତାକୁ ଲୋ ପଏଣ୍ଟକୁ ସେମାନେ ନେଇଥିଲେ। କିନ୍ତୁ ବର୍ତ୍ତମାନ ଯୋଉ ଆନ୍ଦୋଳନ ଦେଖାଯାଉଛି ଏଥିରେ ଜେନେରାଲ ମାସ ସମସ୍ତ ବର୍ଗର ଲୋକ, ସେ ଚାକିରିଆ ହୁଅନ୍ତୁ, ସେ କର୍ମଚାରୀ ହୁଅନ୍ତୁ, ଶ୍ରମିକ ହୁଅନ୍ତୁ, ଡ୍ରାଇଭର ହୁଅନ୍ତୁ, ଛାତ୍ରଛାତ୍ରୀ ହୁଅନ୍ତୁ, ସମସ୍ତେ ବର୍ତ୍ତମାନ ପ୍ରଶାସନ ବିରୋଧରେ ବା ଖାମିନେଇଙ୍କ ବିରୋଧରେ ଓହ୍ଲେଇଛନ୍ତି। ସେମାନେ ଚାହୁଁଛନ୍ତି तांको ଏହାକୁ दमन ସତ୍ତା करबा पई प्रशासनिक कल ईरान रे चेष्टा करुछि, किंतु दमन लीला साधारण भाव में कराजिबा एवं गुली गोला द्वारा कराजिबा ता भितर निश्चय प्रभेद रही, जो अमेरिका हस्तक्षेप करुछि। ट्रम्प मध्य सीधासलख चेतावनी दैछंती। देखिबा कथा कौन इंपैक्ट होछि। बहुत धन्यवाद प्रोफेसर बसा आलोचना रही मतामत रखि।